म्यहं वर्षं निगृह्णाम्युत्सृजामि च अमृतं चैवमृतिश्च सदा सदसचाहमर्जुनम्। ओम नमो भगवते वासुदेवाय ओम परमात्मने नमः। ମୁଁ ସେଇ ସୂର୍ଯ୍ୟ ରୂପରେ ଉତ୍ତାପ ପ୍ରଦାନ କରେ। ମୁଁ ବର୍ଷାକୁ ଆକର୍ଷଣ କରେ ଏବଂ ବର୍ଷା କରେ। ହେ ଅର୍ଜୁନ, ମୁଁ ହିଁ ଅମୃତ ଏବଂ ମୃତ୍ୟୁ ତଥା ସତ୍ ଅସତ ମଧ୍ୟ ମୁଁ ହିଁ ଅଟେ। ମୁଁ ସୂର୍ଯ୍ୟ ରୂପରେ ଉତ୍ତାପ ଦେଉଛି, ବର୍ଷାକୁ ଆକର୍ଷଣ କରୁଛି ଏବଂ ବର୍ଷା କରୁଛି। ଏହି ଭକ୍ତିର ଅଭିପ୍ରାୟ କଣ? ଏଠାରେ ଭଗବାନ ଯେଉଁ ଭାବ ପ୍ରକାଶ କରିଛନ୍ତି ତାହା ହେଲା ନିଜର କିରଣ ଦ୍ୱାରା ସମଗ୍ର ଜଗତକୁ ଉଷ୍ଣତା ଓ ଆଲୋକ ପ୍ରଦାନ କରୁଥିବା ତଥା ସମୁଦ୍ର ଆଦି ସ୍ଥାନରୁ ଜଳକୁ ବାଷ୍ପ କରି ଉପରକୁ ଉଠାଇ ଉପରେ ରଖିଥିବା ତଥା ତାହାକୁ ଲୋକମାନଙ୍କ ହିତ ଦୃଷ୍ଟିରୁ ମେଘମାନଙ୍କ ଦ୍ୱାରା ଯଥା ସମୟରେ ଯଥାଯୋଗ୍ୟ ବିତରଣ କରୁଥିବା ସୂର୍ଯ୍ୟ ମଧ୍ୟ ମୋର ହିଁ ସ୍ୱରୂପ ଅଟନ୍ତି। ଅମୃତମ ପଦର ଅଭିପ୍ରାୟ କଣ? ଯାହା ପାନ କଲେ ମନୁଷ୍ୟ ମୃତ୍ୟୁର ବଶ ନ ହୋଇ ଅମର ହୋଇଯାଏ ତାହାକୁ ଅମୃତ କହନ୍ତି। ଦେବଲୋକର ଯେଉଁ ଅମୃତ କଥା କୁହାଯାଏ ତାହା ପାନ କରି ଯଦ୍ୟପି ଦେବତାମାନଙ୍କର ମରଣ ମର୍ତ୍ତ୍ୟ ଜୀବମାନଙ୍କ ପରି ହୁଏ ନାହିଁ, ଏମାନଙ୍କ ଠାରୁ ଅତ୍ୟନ୍ତ ବିଲକ୍ଷଣ ହୋଇଥାଏ। ତଥାପି ଏହା ନୁହେଁ ଯେ ସେହି ଅମୃତ ପାନ କଲେ କାହାର କଦାପି ନାଶ ହେବ ନାହିଁ। ଏପରି ପରମ ଅମୃତ ତ କେବଳ ଭଗବାନ ହିଁ ଅଟନ୍ତି, ଯାହାଙ୍କୁ ପାଇଲା ପରେ ମନୁଷ୍ୟ ଚିରଦିନ ପାଇଁ ମୃତ୍ୟୁ ପାଶରୁ ମୁକ୍ତ ହୋଇଯାଏ। ତେଣୁ ଭଗବାନ ନିଜକୁ ଅମୃତ କହିଛନ୍ତି। ତେଣୁ ମୁକ୍ତିକୁ ମଧ୍ୟ ଅମୃତ କହନ୍ତି। ମୃତ୍ୟୁ ପଦ କାହାର ବାଚକ ଏବଂ ଭଗବାନ ତାହାକୁ ନିଜର ସ୍ୱରୂପ ବୋଲି କହିବାର ଅଭିପ୍ରାୟ କଣ? ସମସ୍ତଙ୍କର ବିନାଶକାରୀ କାଳକୁ ମୃତ୍ୟୁ କହନ୍ତି। ସୃଷ୍ଟି ଲୀଳାକୁ ସୁଚାରୁ ରୂପେ ଚାଲୁ ରଖିବାରେ ସ୍ୱର୍ଗ ଓ ସଂହାର ଉଭୟଙ୍କର ପରମ ଆବଶ୍ୟକତା ରହିଛି ଏବଂ ଏ ଦୁଇଟି ଯାକ କାର୍ଯ୍ୟ ଲୀଳାମୟ ଭଗବାନ ହିଁ କରନ୍ତି। ସେ ହିଁ ଯଥା ସମୟରେ ଲୋକମାନଙ୍କୁ ସଂହାର କରିବା ପାଇଁ ମହାକାଳ ରୂପ ଧାରଣ କରିଥାନ୍ତି। ଭଗବାନ ସ୍ୱୟଂ କହିଛନ୍ତି, ମୁଁ ଲୋକମାନଙ୍କୁ କ୍ଷୟ କରୁଥିବା ପ୍ରବୃଦ୍ଧ ମହାକାଳ ଅଟେ। ତେଣୁ ଭଗବାନ ମୃତ୍ୟୁକୁ ନିଜର ସ୍ୱରୂପ ବୋଲି କହିଛନ୍ତି। ସତ୍ ଓ ଅସତ ପଦ କାହାର ବାଚକ ଏବଂ ତାହାକୁ ଭଗବାନ ନିଜର ସ୍ୱରୂପ ବୋଲି କହିବାର ଅଭିପ୍ରାୟ କଣ? ଯାହାର ଅଭାବ କେବେ ହେଲେ ରୁହେ ନାହିଁ, ସେହି ଅବିନାଶୀ ଆତ୍ମାକୁ ସତ୍ କୁହନ୍ତି ଏବଂ ସକଳ ନାଶବାନ ଅନିତ୍ୟ ବସ୍ତୁ ଅସତ୍। ଏହି ଦୁଇଟିକୁ 15 ଅଧ୍ୟାୟରେ ଅକ୍ଷର ଓ କ୍ଷର ପୁରୁଷ ବୋଲି କୁହାଯାଇଛି। ଏ ଦୁଇଟି ହିଁ ଭଗବାନଙ୍କର ପରା ଓ ଅପରା ଏବଂ ଏହି ଦୁଇଟି ପ୍ରକୃତି ଭଗବାନଙ୍କ ଠାରୁ ଅଭିନ୍ନ। ଅତଏବ ଭଗବାନ ସତ୍ ଓ ଅସତକୁ ତାଙ୍କର ସ୍ୱରୂପ ବୋଲି କହିଛନ୍ତି। 13 ଠାରୁ 15 ଶ୍ଲୋକ ଯାଏ ନିଜର ସଗୁଣ ନିର୍ଗୁଣ ଓ ବିରାଟ ରୂପରେ ବିଭିନ୍ନ ଉପାସନାର ବର୍ଣ୍ଣନା କରିବା ପରେ ଭଗବାନ 19 ଶ୍ଲୋକ ପର୍ଯ୍ୟନ୍ତ ସମସ୍ତ ବିଶ୍ୱକୁ ତାଙ୍କର ସ୍ୱରୂପ ବୋଲି କହିଲେ। ସମସ୍ତ ବିଶ୍ୱ ତାଙ୍କର ହିଁ ସ୍ୱରୂପ ହୋଇଥିବାରୁ ଇନ୍ଦ୍ରାଦି ଅନ୍ୟ ଦେବତା ମାନଙ୍କର ଉପାସନା ମଧ୍ୟ
ପ୍ରକାରାନ୍ତରେ ତାଙ୍କର ଏହି ଉପାସନା। କିନ୍ତୁ ଏପରି ନ ଜାଣି ଫଳାଶକ୍ତି ପୂର୍ବକ ପୃଥକ ପୃଥକ ଭାବରେ ଉପାସନା କରୁଥିବା ମନୁଷ୍ୟମାନେ ଭଗବାନଙ୍କୁ ପାଇପାରନ୍ତି ନାହିଁ। ସେମାନଙ୍କୁ ବିଶାଳ ବିନାଶଶୀଳ ଫଳ ମିଳିଥାଏ। ଏହି କଥାଟି ବୁଝାଇ ଦେବାକୁ ଏବେ 2ଟି ଶ୍ଲୋକରେ ଭଗବାନ ଫଳ ସହିତ ସେହି ଉପାସନାର ବର୍ଣ୍ଣନା କରିଛନ୍ତି। ओम नमो भगवते वासुदेवाय ओम परमात्मने नमः। त्रैविद्यामं सोमपा पुत पापा यज्ञेरिष्टा स्वर्गतं प्रार्थयन्ते ते पुण्यमासाद्यो सुरेन्द्रलोकं मश्नन्ति दिव्यान देवी देव भोगान। ତିନି ବେଦରେ ବିଧାନ କରାଯାଉଥିବା ସକାମ କର୍ମ କରି ସମରସ ପାନ କରୁଥିବା ନିଷ୍ପାପ ପୁରୁଷମାନେ ମୋତେ ଯଜ୍ଞମାନଙ୍କ ଦ୍ୱାରା ପୂଜା କରି ସ୍ୱର୍ଗ ପ୍ରାପ୍ତି ଚାହାନ୍ତି। ସେମାନେ ନିଜ ପୁଣ୍ୟମାନଙ୍କର ଫଳ ସ୍ୱରୂପ ସ୍ୱର୍ଗଲୋକକୁ ପାଇ ସ୍ୱର୍ଗରେ ଦେବତାମାନଙ୍କର ଦିବ୍ୟ ଭୋଗମାନ ଉପଭୋଗ କରନ୍ତି। ତ୍ରୈବିଦ୍ୟା ସୋମପା ଓ ପୁତପାପା ଏହି 3ଟି ପଦର ଅର୍ଥ କ'ଣ ତଥା ସବୁ କେଉଁ ଶ୍ରେଣୀର ମନୁଷ୍ୟମାନଙ୍କର ବିଶେଷଣ? ଋଗ୍ ଯଜୁଃ ସାମ ଏହି 3 ବେଦକୁ ବେଦତ୍ରୟୀ ଅଥବା ତ୍ରିବିଦ୍ୟା କହନ୍ତି। ଏହି 3 ବେଦର ବର୍ଣ୍ଣିତ ନାନା ପ୍ରକାର ଯଜ୍ଞ ବିଧି ଓ ତାହାର ଫଳରେ ଶ୍ରଦ୍ଧା ପ୍ରେମ ରଖୁଥିବା ତଥା ସେହି ଅନୁସାରେ ସକାମ କର୍ମ କରୁଥିବା ମନୁଷ୍ୟମାନଙ୍କୁ ତ୍ରୈବିଦ୍ୟ କହନ୍ତି। ଯଜ୍ଞମାନଙ୍କରେ ସୋମଲତାର ରସପାନ କରିବାର ଯେଉଁ ବିଧି କୁହାଯାଇଛି ସେହି ବିଧିରେ ସୋମଲତାର ରସ ପାନ କରୁଥିବା ମନୁଷ୍ୟମାନଙ୍କୁ ସୋମପା କହନ୍ତି। ଉପରୋକ୍ତ ବେଦୋକ୍ତ କର୍ମମାନଙ୍କୁ ବିଧିପୂର୍ବକ ଅନୁଷ୍ଠାନ କରିବା ଦ୍ୱାରା ଯେଉଁମାନଙ୍କର ସ୍ୱର୍ଗ ପ୍ରାପ୍ତିର ପ୍ରତିବନ୍ଧକ ରୂପ ପାପ ନଷ୍ଟ ହୋଇଯାଇଛି ସେମାନଙ୍କୁ ପୁତ ପାପ କହନ୍ତି। ଯେଉଁମାନେ ଭଗବାନଙ୍କର ସର୍ବରୂପତା ବିଷୟରେ ଅନଭିଜ୍ଞ ଏବଂ ବେଦୋକ୍ତ କର୍ମକାଣ୍ଡରେ ପ୍ରେମ ଓ ଶ୍ରଦ୍ଧା ରଖି ପାପ କର୍ମରୁ ନିବୃତ୍ତ ହୋଇ ସକାମ ଭାବରେ ଯଜ୍ଞାଦି କର୍ମ ବିଧିପୂର୍ବକ ଅନୁଷ୍ଠାନ କରୁଥାନ୍ତି। ଏହି 3ଟି ବିଶେଷଣ ସେହି ଶ୍ରେଣୀର ମନୁଷ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ। ପୁତ ପାପାର ଅର୍ଥ ଯଦି ଯେଉଁମାନଙ୍କର ସକଳ ପାପ ଧୋଇ ହୋଇଗଲାଣି ସେମାନେ ବୋଲି ଧରାଯାଏ ତେବେ ହାନି କ'ଣ? ପରବର୍ତ୍ତୀ ଶ୍ଲୋକରେ ପୁଣ୍ୟକ୍ଷୟ ହୋଇଯିବା ପରେ ସେମାନଙ୍କୁ ପୁନଃ ମୃତ୍ୟୁ ଲୋକକୁ ଫେରି ଆସିବାକୁ ହୁଏ ବୋଲି କୁହାଯାଇଛି। ଯଦି ସେମାନଙ୍କର ସମସ୍ତ ପାପ ସର୍ବଦା ନଷ୍ଟ ହୋଇଯାଇଥାନ୍ତା ତେବେ ପୁଣ୍ୟକର୍ମମାନଙ୍କର କ୍ଷୟ ହେବା ସଙ୍ଗେ ସଙ୍ଗେ ସେମାନଙ୍କର ମୁକ୍ତି ହୋଇଯିବା ଉଚିତ ଥିଲା। ଯଦି ପାପ ଓ ପୁଣ୍ୟ ଉଭୟର ଅଭାବ ହେଲା ତେବେ ତ ପୁଣି ଜନ୍ମ ହେବାର କୌଣସି କାରଣ ବି ରହିଲା ନାହିଁ। ଏପରି ଅବସ୍ଥାରେ ପୁନରାଗମନର ପ୍ରଶ୍ନ ହିଁ ଉଠିବା ଉଚିତ ନଥିଲା। କିନ୍ତୁ ସେମାନଙ୍କର ପୁନରାଗମନ ହୁଏ। ଏଣୁ ଯେପରି ଅର୍ଥ କରାଯାଇଛି ତା ଠିକ। ଏଠାରେ ମାମ୍ ପଦ କେଉଁମାନଙ୍କ ବାଚକ ଓ ସେମାନଙ୍କୁ ଯଜ୍ଞ ଦ୍ୱାରା ପୂଜା କରିବା କ'ଣ? ଏଠାରେ ମାମ୍ ପଦଟି ଭଗବାନଙ୍କର
ଅଙ୍ଗୀଭୂତ ଇନ୍ଦ୍ରାଦି ଦେବତା ମାନଙ୍କର ବାଚକ ଶାସ୍ତ୍ର ବିଧି ଅନୁସାରେ ଶ୍ରଦ୍ଧା ପୂର୍ବକ ଯଜ୍ଞ ପୂଜା ଆଦି ଦ୍ୱାରା ଭିନ୍ନ ଭିନ୍ନ ଦେବତାଙ୍କର ପୂଜା କରିବା ହିଁ ଭଗବାନଙ୍କୁ ଯଜ୍ଞ ଦ୍ୱାରା ପୂଜିବା। ଏଠାରେ ଭଗବାନଙ୍କର ଏହି ଭକ୍ତିର ଭାବ ଏହି ଯେ ଇନ୍ଦ୍ରାଦି ଦେବଗଣ ଭଗବାନଙ୍କର ଅଙ୍ଗୀଭୂତ ହୋଇଥିବାରୁ ସେମାନଙ୍କର ପୂଜନ ମଧ୍ୟ ପ୍ରକାରାନ୍ତରେ ଭଗବାନଙ୍କର ହିଁ ପୂଜନ। କିନ୍ତୁ ଅଜ୍ଞାନବଶତଃ ସକାମ ମନୁଷ୍ୟମାନେ ଏହି ତତ୍ତ୍ୱ ବୁଝିପାରନ୍ତି ନାହିଁ, ତେଣୁ ସେମାନଙ୍କୁ ଭଗବତ ପ୍ରାପ୍ତି ହୁଏ ନାହିଁ। ସ୍ୱର୍ଗତିମ୍ ପଦ କାହାର ବାଚକ? ତା ପାଇଁ ପ୍ରାର୍ଥନା କରିବା କଣ? ସ୍ୱର୍ଗ ପ୍ରାପ୍ତିକୁ ସ୍ୱର୍ଗତି କହନ୍ତି। ଉପରୋକ୍ତ ବେଦ ବିହିତ କର୍ମ ମାନଙ୍କ ଦ୍ୱାରା ଦେବତା ମାନଙ୍କର ପୂଜା କରି ସେମାନଙ୍କୁ ସ୍ୱର୍ଗ ପ୍ରାପ୍ତି ପ୍ରାର୍ଥନା କରିବା ହିଁ ତା ପାଇଁ ପ୍ରାର୍ଥନା କରିବା। ପୁଣ୍ୟମ ବିଶେଷଣ ସହିତ ସୁରେନ୍ଦ୍ର ଲୋକମ ପଦ କେଉଁ ଲୋକଙ୍କୁ ଲକ୍ଷ୍ୟ କରି କୁହାଯାଇଛି ଏବଂ ସେଠାରେ ଦେବତା ମାନଙ୍କର ଦିବ୍ୟ ଭୋଗମାନ ଭୁଞ୍ଜିବାର ଅର୍ଥ କଣ? ଯଜ୍ଞାଦି ପୂର୍ଣ୍ଣ କର୍ମର ଫଳ ରୂପେ ପ୍ରାପ୍ତ ହେଉଥିବା ଇନ୍ଦ୍ରଲୋକ ଠାରୁ ବ୍ରହ୍ମଲୋକ ପର୍ଯ୍ୟନ୍ତ ଯେତେ ସବୁ ଲୋକ ରହିଛି ସେ ସବୁକୁ ଲକ୍ଷ୍ୟ କରି ସେ ଏଠାରେ ପୁଣ୍ୟମ ବିଶେଷଣ ସହିତ ସୁରେନ୍ଦ୍ର ଲୋକମ ପଦ ପ୍ରୟୋଗ କରାଯାଇଛି। ଅତଏବ ସୁରେନ୍ଦ୍ର ଲୋକମ ପଦ ଇନ୍ଦ୍ର ଲୋକର ବାଚକ ହେଲେ ମଧ୍ୟ ତାହାକୁ ଉପରୋକ୍ତ ସମସ୍ତ ଲୋକର ବାଚକ ବୋଲି ବୁଝିବା ଉଚିତ। ନିଜ ନିଜର ପୁଣ୍ୟ କର୍ମ ଅନୁସାରେ ସେ ସବୁ ଲୋକଙ୍କୁ ପାଇ ମନ ଇନ୍ଦ୍ରିୟ ମାନଙ୍କ ଦ୍ୱାରା ମନୁଷ୍ୟ ଲୋକ ପାଇଁ ଦୁର୍ଲଭ ତେଜମୟ ଏବଂ ବିଲକ୍ଷଣ ଦେବ ଭୋଗ କରିବାକୁ ଦେବତା ମାନଙ୍କର ଦିବ୍ୟ ଭୋଗ ଭୁଞ୍ଜିବା ବୋଲି କୁହାଯାଏ। ଓଂ ନମଃ ଭଗବତେ